भगवान कहले भगवान का अवतार विषय कहले तार मुख्य उद्देश्य हूँ प्रयोजन प्रयोजन से भक्त पाई केते आतुर एटा प्रथम माने भक्त प्रति भक्त वात्सल्य हाँ पालन प्रजा पालन कह सृष्टि पालन कह भक्त पालन कह तार जो उत्साह बा इच्छा भक्त पाई केते से आतुर एटा तो विशेष करी सब अवतार देखला बेले भी भगवान नृसिंह अवतार विशेष करी देखा जाए भक्त पाई से केते आतुर गोटा कि लीला माध्यम भी भगवान कही पकड़ प्रहलाद पाखे प्रहलाद कौन करवा मोर आसवार बहुत डेरी है तुम्हें नृशंस दुष्ट तुम पिता एते तुमको कष्ट देती जो कष्ट की तुम व्यतिरिक्त दूसरा किए सहब तेणु से मोर जो अवहेला से तुम कौन कहीकि कौन देकी संतुष्ट करी बोलिकी एभली कही पार्टी माने भक्तों तांकर सबकिछि किंतु ऋणी ही रहे भक्तों सबकिछि ऋणी ही रहे से पूर्णता करि पारंत नहीं कौन शक्ति द्वारा से भक्तर जो तांका प्रति जो सेवा भाव थाए जो आंतरिकता थाए भगवान प्रति भक्तर ता प्रतिबदल भगवान पाखे कौन से शक्ति सामर्थ्य नहीं प्रतिबदल मु मुक्त हेबी ए कथाटा नहीं से कि जातीय प्रेम कि भय प्रीति से भक्त जाने से भगवान जाने से चर्चार आलोचनार विषय से नुहे तेरे नृसिंह भगवान केते आतुर एटा कि भक्त कथा को भक्त वाक्य को भक्त निष्ठा को विश्वास को केते सेवा तत्पर भगवान सेवा तत्पर जोटा कि आसती गोटे मंत्र आसती सत्यम विधातु निजभृत्य भाषितम व्याप्तस्य भूतेषु अखिलेषु आत्मन अद्भुत रूप अदृश्य सत्यम विधातु निजभृत्य भाषितम व्याप्तषु भूतेषु अखिलेषु आत्म अदृश्य अत्यंत अद्भुत रूपम उद्भवम स्तंभे सभाया न मृगम मानस अरे तो सर्वव्यापक ये सविशेष निर्विशेष तांके व्यक्त किसी नहीं फिर भी से निजे कही पारुछंती जे सत्यम विधातु निज भृत्य भाषित निज भृत्य दिखी निजर भक्त शरणागत भक्तर कथा को सत्य करने निमंते मु प्रकट हेली मु प्रकट हेनी दुष्ट संहार करने गोटे दुष्ट संहार कौन काम अच्छे दुष्ट को तो आखि बुझेले से अंधार हो चुटी की मारदे तार काम शेष ताप मोर प्रकट मन दरकार कि चुटी की मारदे भक्त जो कथा कहला अच्छी बोली एटा चुटी मारदे कि सत्य हम से आखि बुझेले कि सत्य हम तेणु ता कथा से जहा कही
ହିଁ ସତ୍ୟ ପ୍ରତିପାଦନ କରିବା ପାଇଁ। ତା ପାଇଁ ଏକମାତ୍ର ହିଁ ମୋର ପ୍ରକଟ ଦରକାର, ହେଲେ ଅନ୍ୟ କୌଣସି ଆଉ ବାଟ ରାସ୍ତା ନାହିଁ ମୋ ପାଇଁ। ତେଣୁ ସେଥିପାଇଁ ମୁଁ ମୋ ଭକ୍ତର ଦୁଷ୍ଟ କଣ କରିପାରିବ, କଣ କରିପାରିଲା ବା କରିପାରିଲା? ଯୋଉଠିକି ତାକୁ ଧମକେଇଲେ କି ସେ ହିରଣ୍ୟାକ୍ଷ ହିରଣ୍ୟକଶ୍ୟପ 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 ନା ତା ପିତା ଧମକେଇଲେ ଯାରେ ମୋର ଭ୍ରୁକୁଟି ଯଦି ଟିକେ ହଲିଯିବ, ଗୋଟେ ତିର୍ଲୋକ ହଲୁଛି ତିର୍ଲୋକ ହଲୁଛି ଭୟରେ। ହଁ, ଆଉ ତୁ ଗୋଟେ ମୋ ଠାରୁ ଜାତ ହେଇଛୁ, ଏଇଠିକି ଟିକେ ନେଚଳ ଟୋକା ପିଲା, ତୁ ପୁଣି ସତ୍ସାହସ ସହିତ ମୋ ପାଖରେ ପୁଣି କଥାବାର୍ତ୍ତା କରିପାରୁଛୁ। ତ ଏକ ଆଶ୍ଚର୍ଯ୍ୟ ମତେ, ମୁଁ ଯେ ମୋର ସାରି ଶକ୍ତି ଅସ୍ତ୍ର ସବୁ ପ୍ରୟୋଗ କରିଦେଲି ଉପାୟ, ସେଥିରୁ ତୋର ମାନେ ବାଳ ବଙ୍କା ବି ହେଇପାରିଲାନି। ତୁ କି ଅଦ୍ଭୁତ ପିଲାରେ, ତୁ କାହାର ଆଶ୍ରୟ ନେଇଛୁ, କାହାର ସାହାରାରେ ଏସବୁ ତୋର ସାହସ। ଆଉ ମୁଁ ଆଜି ତତେ ହିଁ ସୋ ହାତରେ ହିଁ ବଦ୍ଧ କରି ଦେଖା ତୋର କିଏ ଅଛି। ଆଜି ମୋ ସାମ୍ନା ସାମ୍ନା ଆଜି ହବ। ମୁଁ ଅନ୍ୟ ଦ୍ୱାରା କରଉଥିଲି, ଆଜି ଅନ୍ୟ ଦ୍ୱାରା ନେଇ ନିଜେ ମତେ ତତେ ବଦ୍ଧ କରିବାକୁ ପଡିବ। ତୁ ଭାଇ ଦୁଷ୍ଟ, ମୋର ବଂଶନାଶ କର ତୁ। କିଏ ଚଣ୍ଡ, କିଏ ତାଙ୍କର ଗୁରୁ ଚଣ୍ଡ ଚଣ୍ଡ କିଏ ଗୋଟେ ହଁ ଷଣ୍ଢମ କରିକି ତାକୁ ଚନ୍ଦନ ବୃକ୍ଷ ଇଏ ବନରେ ଏଇଟା ଗୋଟେ କୁଆଡେ ଗୋଟେ କଣ୍ଟକ ବୃକ୍ଷ ଗୋଟେ ଓଲଟା ତ ପୁରା ଓଲଟା, ତା ନିଜେ କଣ୍ଟକ ଦବ, ତା ନିଜକୁ ଚନ୍ଦନ କରିକି ଚନ୍ଦନକୁ କଣ୍ଟକ କରିଦେବ। କଣ କରିବ? ହଁ ବୁଝିଲେ କି? ସେଟା ଗୋଟେ ଦୁଷ୍ଟତା ଆସେ, ଯିଏ ଭୁଲ କରିଛି, ଆଗ ଯିଏ ଗଣ୍ଡଗୋଳ କରିଛି, ସେ କଣ କରି ତାଲା ଯାଇକି ଆଗ ଥାନା ପଳେଇଛି, ଆଗ ପଳେଇଛି। ଆଉ ଥାନା ବାଲା ତା ସେପଟ କହୁଛି ହଁ ପ୍ରଥମେ ସେ ଆସିଲା। ଯିଏ ଯାଇନି, ଯେ ମାଡ ଖାଇଛି ତା ଘରେ ବସିଛି, ସେ ଗାଳି ତ ସୁବିଧା ଘରେ ବସିଛି, ଯେ ମାଡ ଦେଇକି ଗାଳି ଦେଇ ସେ ଆଗ ଥାନା ପଳେଇଛି, ଥାନା ବାଲା ତା ସେପଟ କହୁଛି। ସେମିତି ଇ ବଡ ଚତୁରା ହେଇକି ସେ ନିଜେ କଣ୍ଟକକୁ ଚନ୍ଦନ ମନ କରିଦେଇଛନ୍ତି, ଆଉ ଚନ୍ଦନ ମନକୁ କଣ୍ଟକ କରି ଦୃଷ୍ଟାନ୍ତ ଦଉଛି ପ୍ରହ୍ଲାଦକୁ। କେମିତିଆ କରିବେ? ତେବେ ତତେ ମୋ ସ୍ୱହସ୍ତରେ ଆଜି ବଦ୍ଧ କରିବି। ପ୍ରହ୍ଲାଦ କହିଥିଲେ, ପିତା ବାପା ଆଉ ମୋର କେହି ସାହାରା ନାହିଁ, ତୁମେ ଯାହାର ସାହାରାରେ ଶକ୍ତିରେ ବଳ ବିଦ୍ୟାରେ ଏସବୁ କରୁନା କରୁଛ, ମୁଁ ହିଁ ତାହାରି ବଳ ସାହାଯ୍ୟରେ କରୁଛି। ତାକୁ ଲାଗେ କିଏ ମୁଁ କାହାର ବଳରେ କରୁଛି, ତୁ ତାହାର ବଳରେ କରୁଛୁ, ମୁଁ ତ ମୋ ବଳରେ ମୁଁ କରୁଛି। ମୁଁ ତ କାହାର ବଳରେ କରୁନି। ନା ବାବା ତୁମେ ସିନା ବୁଝିପାରୁନ କଥାଟା, ହେଲେ ଆପଣ ବୋଲିକିନି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତେ ହିଁ ତାଙ୍କ ଶକ୍ତିରେ ଶକ୍ତିମାନ, କିନ୍ତୁ ତାଙ୍କ ଶକ୍ତି ଭଗବାନ ଦେଇଥାନ୍ତି ତାଙ୍କୁ କିଛି ସେବାରେ ଲଗାଇବା ପାଇଁ, ଉପଯୋଗ କରିବେ। ତମେ ଯୋଉ ଦୁରୁପଯୋଗ କରୁଛ ସେ ସାଥରେ ବୁଝିପାରୁନ, ସେଟା ତାଙ୍କର ବୋଲି, ଏଟା ମୋର ବୋଲି ଭାବିନଛ, ଏଟା ଦୁରୁପଯୋଗ ହେଲା। ସେ ଈଶ୍ୱର କାଳ ଉରୁକ୍ରମସ୍ୟ ପଦ ସହ ବଳ ବୀର୍ଯ୍ୟ ସବୁ କିଛି ସେଇ। ଆଉ ତେଣୁ ମୁଁ ତାଙ୍କରି ସାହାରାରେ କରୁଛି। ଆଚ୍ଛା
ତାଙ୍କରି ସାରା କୃଷ୍ଣ ସେ କୋଉଠି ଅଛି ରେ କୋଉଠି ସେ ଅଛି ସେ ସାରା ବାଲା ତ ଡାକୁ ଟିକେ କୋଉଠି ଅଛି ନା କୋଉଠି ସେ ନାହାନ୍ତି କହୁନାହାନ୍ତି କଣ ଏ ତ ସବୁ ଓଲଟା କଥା କୋଉଠି ଅଛି କଣ କୋଉଠି ନାହାନ୍ତି ବାପ ପୁଅର ପ୍ରଶ୍ନ ଉତ୍ତର ଦେଖୁନାହାନ୍ତି କୋଉଠି ନାହାନ୍ତି କହିଲେ କଣ ସବୁଠି ଅଛନ୍ତି ଶଶୀ ସବୁଠି ଅଛି ସବୁଠି ଅଛି ସେ ତାଚଲ୍ୟ କରି କହୁଛି ସବୁଠି ଅଛି ଏ ଖୁଣ୍ଟରେ ତ ଥବ ଆଉ ଏ ସ୍ତମ୍ଭରେ ଥବ ସେଇଠି ସେ ହଣ୍ଟ କରିଦେଲେ ସେ ହଣ୍ଟା ହେଇଗଲା ଭଗବାନ ପାଇଁ ପ୍ରକଟ ହେବାକୁ ବାଧ୍ୟ ନିଜ ଭୃତ୍ୟ ଭାଷିତ ସତ୍ୟମ ବିଧାତ ନିଜ ଭୃତ୍ୟ ଭାଷିତ ଭଗବାନ ଆଉ ଉପାୟ କିଛି ନାହିଁ ପ୍ରକଟ ନବାକୁ ଆଉ ରାସ୍ତା ନାହିଁ ପ୍ରକଟ ହେବାକୁ ବାଧ୍ୟ ଆଉ ଏ ତ ଦୁଷ୍ଟ ଏ ଦୁଷ୍ଟ ଏ କାମ କଲା ଯାଇ କିଛି ମୁଣ୍ଡରେ ଏଇଟା ହଁ କଲା ଯେ ଏଇଟା ଗଲା ଆଚ୍ଛା ଆ ଭିତରେ ସେ ଅଛି ମାନେ ଘମଣ୍ଡ ପାଣି ମାରିଲା ଗୋଟେ ବୈଠା ଆଉ ହଁ ମୁଁ କହ ବୈଠା ଆରମ୍ଭ କରିଦେଲା ଆଉ ଆରେ ଭଗବାନ ସେଠି ପ୍ରକଟ ହେଇଥିଲେ ତେଣୁକି ଦୁଷ୍ଟ ସଂହାର କରିବା ଭଗବାନ ଯୋଉ ପ୍ରକଟ ହେଇଛନ୍ତି ସେଇଟା ଗୌଣ ଅର୍ଥ ବାସ୍ତବ ଅର୍ଥ ହଉଛି ଭକ୍ତର କଥାକୁ ସତ୍ୟ କରିବା ପାଇଁ ପ୍ରକଟ ହେଇଛି ଏସବୁ ତତ୍ତ୍ୱ ମୀମାଂସା ତା ବର୍ଷ ରହିଛି ଲୋକ ଶିଖିବା ପାଇଁ ଆମ ଶିଖିବା ପାଇଁ ତେଣୁ ସର୍ବତ ଭାବରେ ହରିଶରଣାଗତ ନବା ପାଇଁ ତାର ମୂଳ ଉଦ୍ଦେଶ୍ୟ ରହିଛି ଆଖ୍ୟାନରେ ସର୍ବତ ଭାବରେ କିଛି ବିଚାରଦାନି ଦରକାର ନାହିଁ କିଛି ନ୍ୟାୟ ଦରକାର ନାହିଁ ବୁଝିଲେ କାହାର ଅପେକ୍ଷା ନାହିଁ ସର୍ବତ ଭାବରେ ଭଗବାନ ପାଖରେ ଶରଣ ନେବା ଏ ଆଖ୍ୟାନର ମୂଳ ମହତ୍ଵ ରହିଛି ଯୋଉଟା କି ଭଗବାନ ଦେଖେଇ ଦେଇଛନ୍ତି ରକ୍ଷେ ହରି ମାରେ କିଏ କି ନାହିଁ ମାରେ ହରି ରଖି କିଏ ଭଗବାନ ମାରିଲେ ହିରଣ୍ୟକଶିପୁକୁ କେହି ରକ୍ଷା କରିପାରିବେ ତ କିଏ ରକ୍ଷା କରିପାରିଲା କିଏ ରକ୍ଷା କଲେ ବ୍ରହ୍ମା ବି ବରା ଥିଲେ ଏ ମରିବ ନାହିଁ ବୋଲିକି କଣ୍ଟା ବାଡ଼ ଭଳିଆ କଣ୍ଟେଇ କୋଳି କଣ୍ଟା ଭଳିଆ ଚାରିକରେ ଆଗ ବାଡ଼ ଦେଇଛି ଦେଇନି କଣ୍ଟେ କୋଳି କଣ୍ଟା ସବୁଠୁ ନା ବଢିଆ ବାଡ଼ ନା ଆଉ ତାକୁ ଭେଦ କରିକି ଯାଇପାରିବେନି କୌଣସି ଗାଈ ଗୋରୁ ଯୋଉ ଫସଲରେ କଣ୍ଟେ କୋଳି ବଡ଼ ଲାଗିଛି ମରିବିନି ଏଥିରେ ମରିବିନି ସେଥିରେ ମରିବିନି ଏଥିରେ ମରିବିନି ସେଥିରେ ମରିବିନି କରି ଆଉ ସାରି ଦିଗ ବାର ସବୁ ବନ୍ଦ କରିଦେଲା 17 ସବୁ ବନ୍ଦ କରିଦେଲା ଆଗ କଣ୍ଟେ କୋଳି କଣ୍ଟା ନୁହଁ ନାଇଁ ବ୍ରହ୍ମା ଭଲ ଭାବରେ ଜାଣିଛନ୍ତି ତୁ କେତେ ବର ମାଗୁଛୁ ମାଗୁନୁ ମୋ ଉପରେ ତ ସିଏ ଆଉ ମୁଁ କଣ କରିବି ମୁଁ ମୋଠି ତ ସାରି ଉପାୟ ସରିଯିବ ତୋଠି ତ ସାରି ଉପାୟ ସରିଯିବ ମୋର ତ ସବୁ ବର ସରିଯିବ ସେ ତାପରେ ପୁଣି ଉପାୟ କଣ ଅଛି ତାଙ୍କ ଉପରେ ସେ ପୁଣି ତାର ସମାଧାନ କରିବେ ତେଣୁ ସବୁଥିରେ ହସ୍ତୁ ହସ୍ତୁ କରିଦେଲେ ଆଉ କଣ ସେଇଭଳି ତ ବଢିଆ ହେଇକି ଦୁଷ୍ଟାମୀ ଆଉ କଣ ହଁ ଦୁଷ୍ଟାମୀ ସବୁ ପ୍ରୟୋଗ କରିଦେଲେ ଆଉ ସବୁବେଳେ ସର ହାତ ଜିଣିଲେ ସବୁବେଳେ ଜିଣିଲେ ସେସବୁ ନିଜ ପୁଅ ପାଖରେ ସାଥେ ଲାଗିଲେ କିନ୍ତୁ ଆକୁ ଆଉ ଭକ୍ତକୁ ଚିହ୍ନି ପାରିଲେ ଯେତେ ଘମଣ୍ଡ ବାଲେ ସମସ୍ତଙ୍କୁ ସିନା ଜିଣିଯିବେ ସନ୍ଥକୁ ଜିଣିବା ମହାକଷ୍ଟ ସନ୍ଥ ତ ସନ୍ଥ ଭାବ ଯାଇଛନ୍ତି ସେଇଠି ନା ଶାସ୍ତି ପାଇଗଲେ ପନିଶମେଣ୍ଟ ପାଇଗଲି ଆଉ ବାବା ପନିଶମେଣ୍ଟ ପାଇବେ ନା ଟ୍ରିଟମେଣ୍ଟ ହେବେ ଟ୍ରିଟମେଣ୍ଟ ହଉଛନ୍ତି ନା ସେଠି ଆଉ ପନିଶମେଣ୍ଟ ଔଷଧ ପୁରା କୋଉଥିରେ ଟ୍ରିଟମେଣ୍ଟ ହେବେ ଔଷଧରେ ତ ଦବାଇ ନେଲେ କେମିତି ହବ ତେଣୁ କେତେ ଗୁଡିଏ ସିଦ୍ଧାନ୍ତ ହାତରେ ହଉଛି ରକ୍ଷେ ହରି ମାରେ କିଏ ମାରେ ରଖିକି ଆଉ ଭକ୍ତ କିଭଳି ନିର୍ଭୀକ ଭୟ ଶୂନ୍ୟ
भगवत पर निर्भर सुना दूसरा तार कहीं नहीं एटा प्रतिपादित होती जोटा कि लक्ष्मी पर्यंत ब्रह्मा पर्यंत पशि पारे ये उग्र ओ भय संकुल संकट प्रकट हो भगवान ठार कहीं पशि पारे कि जोटा कि ब्रह्मा खोद जाएगी प्रहलाद जाएगी गुहार करे हाँ देख आमर सुश्वास आउ नहीं हनी आ प्रभु के उग्र भाव रहा सब तो समाधान तो होगा जो कथा अपनी आसते कथा होगा तो कौन सी शांत कर अच्छी तेणु तुम व्यक्त शांत कर माँ लक्ष्मी भी जापारे बोते से नाई लक्ष्मी भगवान कहना एकादश स्कंदे उद्धव जो कहते ब्रह्मा जे मोहर नंदन ताकू नरने मोर मन मोहर आत्मा पशुपति प्राणी हल पाणी मोर आत्मा पशुपति पति मोर नाही प्रीति मोर भगत मोर मित्र हाँ। जगत कर पवित्र तार चरण रेणु आसे आबुल थे चारिपास तुझे मोहर प्रिय तम कही नुहंती तोर सम भगवान निजे उद्धव कहते तुम्हें मोर जिते प्रिय केही नुहंती तेणु से सिद्धांत कौन आसला भक्त जिते प्रिय केही लक्ष्मी न ब्रह्मा नो पशुपति आत्मा नो कही नो भक्त वत्सल तेणु यही सिद्धांत को लेकिन ब्रह्मा निजे जाई प्रहलाद कहवा प्रहलाद जावापर जानी से शांति बाबा प्रहलाद भी किन कहते देखते जो स्तुति कर उग्र रूप को मोर भय लगुनि ना केते कथा 42 मंत्र कहते पूरा जहा भगवान भक्त प्रति संसार प्रति जहा संविधान आईन तैयारी करते सबुड़ा कहदे सबुड़ा कहदे कहते ना कहले मु आपन के उग्र रूप को मुड़ा डरुनी मु डरुची आकू आउ गोटे जिन को डरुची मु हाँ ये मोर जुहे कृत विकर्षित आत्मा भी कहते ये जो इंद्रिय मान मोर सब अच्छा इंद्रिय मान जो गौरात्मा मो प्रति ये मान को मुझे केवल डरुची ये कहार कहा प्रति कहीं क्या मानना जेधा विषय जेधा धाम मान होती शत्रु काम आदि हाँ। जुहे कृत मन को बढ़िया मंत्र दिला से अच्छी संसार मृतपिंड प्राय स्वान श्रीवाण बदन अनेक सपतणी जन्य स्वामी मारती अपमान तार सब भाव बाहर जो इंद्र मान जो अच्छा प्रकृति अच्छा एमाने मत सब हईराण कर एमती शांति टे दिंतु एम समाधान टे कर अन्य क्या इंद्रमान सब इंद्रमान बहिर्मुख दिह गोटे है कौन आखि है कौन कान है कौन नाक है कौन हाथ गोड़ समस्ते ये सब बहिर्मुख आपको तो नमस्कार करने हाथ जाऊनी क्या पिटे बोली कौन कर विभिन्न प्रकार तो आखिर सब विपरीत कम गुड़ा सब बहिर्मुखी तेणु यहीटा हेलो हाँ एटा प्रहलाद एटा तम मुखर शोभा पाऊ कहीं प्रहलाद प्रथम पहुंचले पूरा तो लम्ब हो पड़गले पातले आउ को ए कौशल ए साधन विद्या तो आउ को देवता को जना नहीं सब ठिया कंटा भाग कौन क्या मुंड नुर सामान पड़े कौन स्तुति कर भगवान कहीं सब पटा घमंड दल सब यही कौशल ये सिद्धांत क्या जना नहीं था आम तले पड़गला माने आम कौन रहा बचिकी बचबू कौन आम जब मुंड रहा तलू लोक पूरा सारी तार सब पड़े से मुंड नुहे अच्छा ना नहीं
ଆରେ ଅନ୍ୟ ପାଖରେ ସିନା କଣ ଯେ ଭଗବାନ ପାଖରେ ଏ ଗର୍ବ ଅହଙ୍କାର କଣ? ତେବେ ପ୍ରହ୍ଲାଦ ଲମ୍ବା ହେଇକି ପଡି ଯାଉଛନ୍ତି ପ୍ରଜ୍ଞା। ଆଉ ସେଠି ଆଉ ଭଗବାନ ଆଉ ସମାଳି ପାରିବେ? ଅଟୋମେଟିକ ତ ନିଆଁରେ ପାଣି ଆଉ ଏକଦମ ଆଉ ଶାନ୍ତ ତ ବିଲକୁଲ ଶାନ୍ତ ହେଇଗଲେ। ଶାନ୍ତ ହେଇଗଲେ ଆଉ। ଓହୋ ନିଜେ ସ୍ୱୟଂ କଳାଗତ କରିକି ପ୍ରହ୍ଲାଦ ନେଇଗଲେ, ନିଜ କୂଳରେ ବସେଇଦେଲେ। ବସେଇ ଦେଇକି ଲେଖା ହେଇଛି ତାକୁ ଜୁହାର ଜୁହାନି କିନ୍ତୁ ବସ୍ତା ବିଲେ ଗାଈ ଯେମିତି ତା ବାଛୁରୀ ଚାକିରି ଯେମିତି ତାକୁ ସାନ୍ତ୍ୱନା ଦିଏ, ନିର୍ଭୟ କରେ, ଆନନ୍ଦିତ କରେ, ଉତ୍ସାହ କରେ, ସେ ଚାଟି ପକେଇଲେ ଛୁଆ। ଭକ୍ତ ବତ୍ସଳ ପୁରା ଭକ୍ତ ବତ୍ସଳ। ତେଣୁ ବହୁତ 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 ଭକ୍ତର ଯାହା ଇଚ୍ଛା ସବୁକିଛି ତ କଥୋପକଥନ ବାହାରେ ସେ ସବୁ ବାପ ପିଏ କଥାବାର୍ତ୍ତା ହେଲେ। ଆଉ ଲାଷ୍ଟକୁ ସମାଧାନ କରିକି ନିଜ ସ୍ଥିତିକି ଯିବେ। ତେଣୁ ସେଇଠି ତ କହିଥିଲେ ହଉ ସେ ବହୁତ କଷ୍ଟ ସହିଲ, ବାପା ତ ଚାଲିଗଲେ, ବର୍ତ୍ତମାନ ରାଜ୍ୟାଭିଷେକ ହେଇକି ତୁମେ କେତେ 36,000 ବର୍ଷ ନା କେତେ ହଜାର ବର୍ଷ ରାଜ୍ୟ କାର୍ଯ୍ୟ ସେବା ଦାୟିତ୍ୱ ପୁଣି ଦବା କହିଲେ। ଆଉ କଣ କଣ ତ ଅଭାବ ଅଛି କୁହ, ତାକୁ ସବୁ ପୂରଣ କରିଦେବି ମୁଁ ଯିବି। ଆଉ ଧ୍ରୁବଙ୍କର 36,000 ବର୍ଷ। ୟାଙ୍କର ବି 32 ନା 36 ପ୍ରହ୍ଲାଦଙ୍କର। ହଁ ଯେତେ ହେଲେ କଣ ହେଇଯାଉଛି। ଆମର ତ କୁଆଡେ ଇଏ ସଂଖ୍ୟା ପୂରଣ ହଉନି, 100 ଥାକି ପଚାରେ 100 ପୂରଣ ବି ହଉନି, ତାଙ୍କର 1000 ପୂରଣ ହଉଛି ହଉନି। ଶରଣାଗତି ଭକ୍ତିକୁ ଭଗବାନଙ୍କ ଚାଲାକି ଆପଣଟା ଏଠି ରହୁଛି କି? ଶରଣାଗତି ଭକ୍ତି ପାଖରେ ଭଗବାନଙ୍କର ଚାଲାକି କିଛି ରହୁନି, ରହୁଛି। ବଡି ପାଖରେ ଗଲେ ଯେ ସେଠି ଗୋଟେ ହଇରାଣ ହେଇକି ଠିଆ ହେଇଛି। ଆଉ ବଡି ପାଖରେ ସେ ଗୋଟେ ଚାଲାପଣ କରିବାକୁ ଯାଇଥିଲେ ନା ଆଉ ପ୍ରହ୍ଲାଦ ପାଖରେ ଗୋଟେ ଚାଲାକି ପଣି କହିଲେ ହଉ ଯାହା କିଛି କମି ଅଛି ତୁମେ ରାଜ୍ୟ ଭାର ଯେତେବେଳେ ଦିଆ ହଉଛି ତମର ଯାହା କିଛି ଅଛି କୁହ, ସବୁ ପୂରଣ କରିଦେବି ମୁଁ ଯିବି। ସେଠି ସେ ଭଳିଆ କଥା କହିଲେ ଯେ ସେ ବୋଧେ ଯେତେ ପର୍ଯ୍ୟନ୍ତ ଭଗବାନ ବୋଧେ ବଞ୍ଚିବେ ଆଉ ଭୁଲି ପାରିବେନି। ଭୁଲି ପାରିବେ କି? ଦରକାର ପଡିଲେ କୋଉ ସନାତନ ଭକ୍ତ ବର ଦେବା ପାଇଁ ଆଉ ଆଙ୍କ ତରଫରୁ କେତେବେଳେ ଆସିବେନି। ଏଭଳି ଭୟ ହେଇଛି ପ୍ରହ୍ଲାଦଙ୍କ କଥାବାର୍ତ୍ତାରେ। ହଁ ହୟ ପ୍ରଭୁ ଆପଣଙ୍କ ମୋ ତମରେ ଏଇଟା ଗୋଟେ କଣ ପ୍ରତିବନ୍ଧ କାହିଁ ଗୋଟେ ରହୁଛି, ଜାତ ହଉଛି କଣ ବେପାର ଧନ୍ଦା କଣ ଗୋଟେ ବେପାର କରିବାକୁ ଆଉ ଜାଗା ମିଳୁନି, ଆମ ପାଖରେ ବେପାର କରିବ ଏଭଳି ସବୁ କହିଛନ୍ତି ନା। କଣ କଣ ମନ୍ତ୍ରଟା ଗୋଟେ ଭଲ ମନ୍ତ୍ରଟା ସେ ବର ମାଗ ବୋଲି କହିଛନ୍ତି, ଇଏ ନାହିଁ କହିଛନ୍ତି ଆଶିଷ ଯଦି ଆଶିଷ କାମାନ ବରାସ୍ତୁ ବରଦର ସଭ କାମାନ ହୃଦସମୋହ ବରାସ୍ତୁ ଭବତୁ ବରାସ୍ତୁ ମାନେ ବୁଝିଲେ କି? ହଉ 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 ବାରମ୍ବାର ଆପଣ ଯଦି କହୁଛନ୍ତି ସେ କଥାଟା ଠିକ ଅଛି ଯେ ଆମେ ତ ଅଜ୍ଞ ସ୍ଥିତି ଆମର କେତେ ହବା ବୁଦ୍ଧି ଅବୋଧ ଆମେ ଅବୋଧ ହିସାବରେ କଣ କି କହୁଛୁ ଆପଣଙ୍କର ଯୋଉ ଗୁଣ ଅଛି ଏତେ ସବୁ କ୍ଷମା ତ କରିବେ ନିଶ୍ଚିତ। ହଁ ତେବେ ଠିକ ଅଛି, ଗୋଟେ ଭଲ ବରଟେ ମୋର ମନେ ପଡ଼ିଲାଣି ଦିଅ ହେଇଗଲା। ଭଗବାନ ଭାରି ଖୁସି ହେଇଗଲେ। ହଁ ସେତେବେଳେ କହୁଛି ପରା ହଁ ମାଗିଦିଅ କଣ ଦରକାର କୁହ। ନା ଦରକାର କଣ କି ଏ ଭିତରେ ହୃଦୟ ଗନ୍ଧା ହୃଦୟ ଭିତରେ ଆପଣଙ୍କର ଯୋଉ ବାସସ୍ଥାନ ଅଛି ଆ ଭିତରେ ବଡ ଅସୁବିଧା କରୁଛି।
ଆପଣ ଥରେ ଶାନ୍ତି ଅନୁଭୂତି କରିବା ପାଇଁ ନିବାସ କରିବା ପାଇଁ ଆଉ ମତେ ସେଟା ଦେଖାଯାଉନି କୋଉଠି ଗନ୍ଧିକିଟା ଅଛି କି ନାହିଁ ସେ ଅହଙ୍କାରଟା କୋଉଠି ଅଛି ସେ ମନ୍ଦିର କୋଉଠି ଅଛି ସଂକଳ ବିକଳ୍ପ ମନ୍ଦିର କୋଉଠି ତା ଭିତରେ ଅଛି ଆପଣ ସେଇଟାକୁ ମୂଳୋତ୍ପାଟନ ବାବା କହି ମୂଳୋତ୍ପାଟନ କରିକି ତାକୁ ବାହାରକୁ ପଠେଇ ଏଇଟା ମୋର ହଉଛି ବର ଭଗବାନ ମୁଣ୍ଡରେ ହାତ ଦେଖି ବର ଭକ୍ତ ପାଗଳ ନା କଣ ଏଇଟା ଗୋଟେ ବର ତେଣୁ କୌସ୍ତୁଭ ମଣି କହିଲେ ତାହେଲେ ଆଉ କଣ କରିବା ଆଉ ବେକ ପର୍ଯ୍ୟନ୍ତ କଟା ସରିଗଲାଣି ବର ମାଗି ମାଗି ଆଉ ମୁଣ୍ଡଟା ଅଛି ଯେତେବେଳେ ଗଲେ ହାତଟା ଅସୁବିଧା କରୁଛି ଗୋଟା ଅସୁବିଧା କରୁଛି ଗଣ୍ଟା ଅସୁବିଧା କରି ବେକ ପର୍ଯ୍ୟନ୍ତ କାଟି ନେଲେଣି ବର ମାଗି ମାଗିକା ପୁଣି ସେ ଆଉ ପୁଣି ଭଗବାନ ବୋଲେ ଆକୁ ଆଉ ଯାଚର୍ଯ୍ୟ କିଛି ନାହିଁ ଆଉ କଣ ଯାଚିବୁ ଆକୁ ସିଧା ଗଲେ ପଇତାଟି ବାହାର କଲେ ଭିତରେ ଗଳେଇଲେ ବେକରେ ଗଳେଇ ଦେଇକି ମୁଣ୍ଡଟାକୁ ଧରିକି ପଳେଇଲେ ଇଏ ତାଙ୍କ ପାଖରେ ଆଉ ପ୍ରକଟ ହଉନାହାନ୍ତି ସିଏ ଆଉ କିଛି ବର ମାଗିବାକୁ ନାହିଁ ସେ ରାମ ରାମ ହଉଛି କୋଉଠି ରାମ ରାମ ହଉଛି ସିଏ ଜାଣେ ବେକରେ ଭଗବାନ ବେକରେ ରାମ ରାମ ହଉଛି ନା ସେ କୋଉଠି ତପସ୍ୟା କରୁଛି କଣ କରୁଛି ସେରା ସବୁ ଶୂନ୍ୟ ହେଇଗଲା ତା ରାମ ରାମ ମାତ୍ର ରହିଲା ଆଉ ଭକ୍ତମାନେ ଜାଣିବା ପାଇଁ ଭଗବାନ ଜାଣିବା ପାଇଁ ତାଙ୍କ କଣ୍ଠରେ ସବୁବେଳେ ରହିଲେ ଭକ୍ତର ଆଉ କିଛି ଇଚ୍ଛା ନାହିଁ ଭକ୍ତର କିଛି ନାହିଁ ସେଇଭଳି ଭଗବାନ କଣ କହିବେ ପ୍ରହ୍ଲାଦକୁ ଚୁପ ହେଇଗଲେ କହିଲେ ମୁଁ ଚୁପ କୋଉଠି ହେଇନଥିଲି ଏଇଠି ପ୍ରହ୍ଲାଦ ଚୁପ ପଡିଲା ହଉ 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 ଠିକ ଅଛି ଆଉ ତମ ଇଚ୍ଛା ଯେମିତି ତୁମେ ପୂଜ କର ମତେ ବିଦ୍ୟା ଦେବେ ମୋର ପୁଣି ଆହୁରି କେତେ ଅନ୍ୟ କାମ ଅଛି बोलो भक्त वत्सल भगवान की जय राधे 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 गोविंद गोविंद राधे